हेलो। हाँ नमस्कार लिपुन बाबू। गुड इवनिंग। କୁହନ୍ତୁ କିଏ କହୁଥିଲେ ମୁଁ ଜାଣିଦେଲି। ମୁଁ ଚୁଲବୁଲ ପାଣ୍ଡେ କଲ୍ କରିଥିଲି ରେडिଓ ଚକୋଲେଟ 104 FM ଧୁମି ଠାରୁ। ଆଉ କଣ ହେଲା? ଆପଣ ଲିପୁନ ସାର୍ କହୁଛନ୍ତି? ନା ନା ତ ତାଙ୍କ ଛୋଟ ଭାଇ କହୁଛନ୍ତି। ତା ବଡ ଭାଇ। ବଡ ଭାଇ ନମସ୍କାର। କାମ କଣ? ଆକ୍ଚୁଆଲି ଚୁଲବୁଲ ପାଣ୍ଡେ ଆପଣଙ୍କୁ ଏଇ ପ୍ରଶ୍ନ ପଚାରିବା ପାଇଁ ଯାଉଛନ୍ତି ଯେ ଆପଣ ଖରାଦିନେ ଆଇସ୍କ୍ରିମ ଖାଆନ୍ତି? ନା ନା ମୁଁ ବର ପକାଏ। ବରଫ ଖାଆନ୍ତୁନି ଥଣ୍ଡା ହେଇଯିବ। ବଟ୍ ଆପଣଙ୍କୁ ଗୋଟେ କୋଶ୍ଚିନ୍ ରହିଛି କହିପାରିବେ? ଜାଣିଥିଲେ କହିବି, ନ ଜାଣିଥିଲେ କଣ କରିବେ? ନ ଜାଣିଥିଲେ ମୁଁ କେମିତି କହିବି? ଆଗେ ଅଣ୍ଡା ନା ଆଗ କୁକୁଡା? କୁକୁଡ଼ା ଆଗେ। କେମିତି ଜାଣିଲେ ଆପଣ? ମୁଁ ଯୋଉଟା ଜାଣିଛି ସେଇଟା କହିଲି, ତମେ ଯଦି ଜାଣିଥିବ ଠିକ ଟା କୁହ। ଆପଣ କେମିତି ଜାଣିଲେ ତ? ଆପଣଙ୍କୁ କିଏ ଜଣେଇଛନ୍ତି ଏ କଥା? ଏଇଟା ମୁଁ ଟିଭିରେ ଦେଖିଛି। ଟିଭିରେ ଦେଖିଥିଲେ ଆଡଭର୍ଟାଇଜ ରେ? ନା ନା ଜଣେ କହୁଥିଲା ସମାଚାରରେ। ସମାଚାରରେ? ହୁଁ ଭାସ୍କର ନ୍ୟୁଜ କି? ନା ନା ଆଉ ତା ଛୋଟ ଭାଇ? ତମେ କିଏ କହୁଥିଲ କହିଲ? ଏତେ ମୋ ମୁଣ୍ଡ ଖରାପ ହେଇଗଲା। ହ୍ୟାଲୋ କିଏ ଶୁଣନ୍ତୁ, କହୁଥିଲ କହିଲ? ମୋ ମୁଣ୍ଡ ଖରାପ ହେଇଗଲା। ରେଡିଓ ଚକୋଲେଟ 104 FM ଆଜିର ବିଷୟଟି ହଉଛି ଖରା ଦିନ। ଆପଣ ଖରା ଦିନ ମୋ ବିଷୟରେ ସେଣ୍ଟର ଗୋଟେ ପାଉନି ରଚନା ଲେଖିପାରିବେ? ସେ ସେ ଯୋଉ ଏଫଏମ ର ସେଣ୍ଟର ଆଉ ପାଉନି, ତମେ କିଏ କୁହ? କେତେ ଥର କହିବି ସାର୍ ଆପଣଙ୍କୁ, ରେଡିଓ ଚକୋଲେଟ 104 FM ଧୁମି ଠାରୁ କଲ୍ କରିଛି। ମୋର କାମ ଅଛି। ମୋର ବି ଆପଣଙ୍କ ପାଖରେ ବହୁତ କାମ ଅଛି। ମୁଣ୍ଡ ଖରାପ କରିଦଉଛି। ଆପଣଙ୍କ ମୁଣ୍ଡ ଖରାପ କରିବା ପାଇଁ ଆମେ କଲ୍ କରିନୁ। ଆଉ ମୋ ଆପଣ ପାଖରେ ସମୟ ନାହିଁ, ତମେ ରଖିଲ। ଆପଣଙ୍କ ପାଖରେ ସମୟ ନାହିଁ, ଆମ ପାଖରେ ବି ସମୟ ନାହିଁ। ଆମେ ଆପଣଙ୍କୁ ଆଉ ତାହେଲେ କୋଉଠୁ କାଇଁ ସମୟ କରୁଛ? ମାଗୁନି। ଶୁଣନ୍ତୁ, ଆମେ ଆପଣଙ୍କ ନମ୍ବର ଏଠି ଦିଆଯାଇଥିଲା, ସେଥିପାଇଁ ଆମେ ଆପଣଙ୍କୁ କଲ୍ କରୁଛୁ। କୋଉଠି? ଏଇଠି ପେପରରେ? ପେପରରେ ମୁଁ ତ କହିନି। ଆଉ ଦିଆଯାଇଥିଲା ମାନେ କୋଉଠି ଦିଆଯାଇଥିଲା? ତମ ଘରେ ଘରେ ମୋଟା ହେଇଯାଇଛି ନା କଣ? ଏଇ ରେଜିଷ୍ଟର ଫାଇଲ ରେ ଲେଖା ହେଇଛି ଆପଣଙ୍କ ନମ୍ବର। କୋଉ ରେଜିଷ୍ଟର ଫାଇଲ କହିଲ? ଏଇ ମୋ ଆଗରେ ଯୋଉଟା ଥୁଆ ହେଇଛି। ତମ ଘର କୋଉଠି କହିଲ? ଲିପୁନା କହୁଛ ତ? ହଁ ଓହୋ, ହଉ ହଉ। ଆଉ ତମ ବଡ ଭାଇ ବାପୁନା? ସେ କିଏ ମୁଁ ଚିହ୍ନିନି। କଣ ଭୁଲି ଯାଉଛନ୍ତି ମୁଁ ବୁଝିପାରୁନି। ତ କିଏ କହୁଛ କହିଲ? ମୋ ମୁଣ୍ଡ ଟେନସନ କରନି ଜମା। ଆପଣଙ୍କ ଏଇ 2-3 ଦିନ ତଳେ ଆପଣଙ୍କ ଗାଁ କୁ ଗୋଟେ ଫେରୀ ବାଲା ଯାଇଥିଲା। ମୁଁ ଗାଁରେ ରହୁନି। ଆଉ କୋଉଠି ରହୁଛନ୍ତି? ମୁଁ ବିଦେଶରେ ରହୁଛି। ଆପଣ ଯୋଉଠି ବି ରୁହନ୍ତୁ ହେଲା, କିନ୍ତୁ ଘରେ ଫୋନ କରି ମାଙ୍କୁ ପଚାରିବେ ଯେ 2 ଦିନ ତଳେ ଗୋଟେ ଫେରିବାଲା ଯାଇଥିଲା। ହଁ ମୋ ବୋଉ ଗୋଟେ ବାଲ୍ଟି ରଖିଥିଲା ତା ପାଖରେ। ପ୍ଲାଷ୍ଟିକ ଆପଣଙ୍କ ବୋଉଙ୍କୁ ପଚାରିବେ ସେ ସେଥିରେ ମୁଁ ଗଲେ ଗାଧେଇବି ବା। ସେ ପ୍ଲାଷ୍ଟିକ ବାଲ୍ଟି କଡରେ ମୁଁ ଥିଲି। ତେଲୁଣି ପୋକ ନା କି? ତେଲୁଣି ପୋକ? ଆରେ ସେ ଆଖି ଢଳ ଢଳ କଣ୍ଢେଇଟେ। କଣ୍ଢେଇ? କଣ୍ଢେଇ ମୁଁ ଆଉ ଏତେ ଆପଣଙ୍କୁ କ୍ଲାରିଫିକେସନ ଦେବିନି। ସେଇ ଫେରୀ ବାଲାର ମୁଁ ସାନ ଭଉଣୀ କହୁଛି ହେଲା। ଫେରିବାଲା ସାନ ଭଉଣୀ? ହୁଁ। ଆଉ ମୋ ନମ୍ବର କୋଉଠୁ ପାଇଲେ? ଆପଣଙ୍କ ବୋଉ ଦେଇଛନ୍ତି। କାହିଁ ପ୍ରସ୍ତାବ ପକେଇବାକୁ? ହଁ। ଓହୋ। ମୁଁ ଫାଷ୍ଟ ମୋ ବୋଉ ଆପଣଙ୍କୁ ମତେ ଦେଖୁଥିଲି, କହିନି ଆଉ। ମୁଁ ଫାଷ୍ଟ ଆପଣଙ୍କୁ ଟେଷ୍ଟ କରୁଥିଲି। ଆପଣ ଟେଷ୍ଟର ମାରିକି ହଁ ଟେଷ୍ଟର ମାରିକି ଲାଇଟ ଜଳିଲାନି। ଆର୍ଥିଂ ପାଉନି ବୋଧେ? ଆଁ? ଆର୍ଥିଂ ପାଉନି ବୋଧେ ଆଉ? ଆର୍ଥିଂ ପାଇବ କଣ? ଆର୍ଥିଂ ଟୋଟାଲି ନଥିଲା ସେଥିରେ। ନା ନା ତମେ ଭଦ୍ର ଲୋକ ନେଇକି ଆସ। ଭଦର ଲୋକ? ମୁଁ ବା ନିଜେ ଭଦର ଲୋକ କଲ୍ କରିଛି। ସେମିତି କେମିତି ହବ? ସେମିତି କେମିତି ହବ ମାନେ, ଆପଣ ନିଜେ ଅନଲାଇନ ରେଜିଷ୍ଟର କରିଥିଲେ। ପୁଣି କହୁଛନ୍ତି ସେମିତି କେମିତି ହବ? ଭଦ୍ର ଲୋକ ମୁଁ ନିଜେ। ମତେ କେତେ ବୟସ ଜାଣିଛ ତ? ହଁ କେତେ ବୟସ ମୁଁ ଜାଣିନି। ଆପଣ କେତେ କହିଲ? ରେଜିଷ୍ଟର କରିଥିଲେ, ମୁଁ ସେଇଟା କହିପାରିବିନି ନା କଣ? ହଁ କେତେ ବୟସ କହିଲ? ସେଇଟା ଗୋଟେ ପଚାରିଲା। ମୁଁ ରେଜିଷ୍ଟର ଫାଇଲରେ ଦେଖିଲେ ସିନା କହିବି। ହଁ କେତେ ବୟସ? 27। ନା ନା। ଆପଣଙ୍କ ତ ନା ଏଠି ଯାହା ଲେଖା ହେଇଛି ଆଜ୍ଞା, ଆମେ ମନରୁ କିଛି କହୁନୁ, ଆମେ ଅନ୍ତର୍ଯ୍ୟାମୀ ନୁହଁ। ସେମିତି ଲେଖି ଦେଇଥିଲି। ଓହୋ, ତାହେଲେ ଆପଣ ତ ମିଛ କଥା ଲେଖିଛନ୍ତି। ଆପଣଙ୍କର କୁଆଡେ ଅଛି 5 ହୁଇଲର ଗୋଟେ ଅଛି? ନା ମୋର ଆଗରୁ ବାହାଘର ଠିକ ହେଇଯାଇଛି। ମୁଁ ବାହା ହେଇଯାଇଛି 12-13 ବର୍ଷ। ମାନେ ଆପଣ ବାହା ହେଲା ପରେ ବି ଆଉ ଗୋଟେ ଆପ୍ଲାଏ କରିଛନ୍ତି, କେମିତି ସୁଭଦ୍ରା ଯୋଜନା ପାଇବେ ବୋଲି?
ସୁଭଦ୍ରା ଯୋଜନା ମୋର ମିଳୁଛି ବା ଆସିକି କୋଉନଠାରୁ ଯୋଉନଠାରୁ ହେଲାଣି। ଆପଣ ଭାବିଛନ୍ତି ଏକା ଚାଲିକି ଆଉ ଜଣକୁ ବାହା ହେଇଛନ୍ତି ତା ସୁଭଦ୍ରା ଯୋଜନା ପଇସାରେ ମଦ ପିଇ ଦଉଛନ୍ତି। ଆଉ ଜଣକୁ ବାହା ହେବେ ପୁଣି ତା ପଇସା ଆସିଲେ ସେଥିରେ ବି ମଦ ପିଇଦେବେ। ତମେ ମତେ କଣ କରନି ମୁଁ ତମ ଗୋଡ ତଳେ ପଡୁଛି। ନାଇଁ ଆପଣ ମତେ ମୋ ଗୋଡ ତଳେ ପଡିବା ଦରକାର ନାହିଁ। ମୋର ମାଗଣା ବାହାଘର ହେଇଯାଇଛି ପଇସା ପତ୍ର ଦିଅ। ନେଇକି ପଳେଇଥିଲେ? ନା ନେଇକି ଆସିନି। ଆଉ ସିଏ ଆସିକି ବାହା ହେଇଛି। ଓହୋ ଅପହରଣ ବିବାହ। ଆଁ ମୋର ଏଇନା କେସ୍ ଫେସ୍ ଚାଲିଛି ତମେ ଫୋନ କରନା ଦୁନିଆ ପୋଲିସ ତମକୁ ବି ନେଇଯିବ। ମତେ ନେଇଯିବେ ପୋଲିସ? ମୁଁ ବା ମଧ୍ୟସ୍ଥି, ମତେ କାହିଁ ନେବେ? ସେ ମୋ ବାପାକୁ ଛାଡିଲାନି ଆଉ ତମ ମଧ୍ୟସ୍ଥି ଛାଡିଦେଇଛ। ଆରେ ଏଥର ମଧ୍ୟସ୍ଥି କଣ କଲା? ଫୋନ ମୋ ମୋବାଇଲ ଫୋନ ଆସିବ ମାନେ ଯିଏ କରିବ ଫୋନ ସିଏ ଗଲା। ଯିବ ଯଦି ଆଗ୍ରହ ଅଛ ତାହେଲେ ଚାଲ, ଯଦି ରୁଟି ଗୁଡ ଖାଇବାର ଅଛି। ଆମେ ଶୁଣନ୍ତୁ, ଆପଣ ରେଜିଷ୍ଟର ମାନେ ଅନଲାଇନ ରେଜିଷ୍ଟର କରିଥିଲେ, ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଛି। ଆଉ ମୁଁ ଯଦି ତ ବର୍ଷେ ହେଲାଣି ନେଟ ବାଲାନ୍ସ ପକେଇନି, ତମର ଅନଲାଇନ କେତେବେଳେ କଲି? ମାନେ ମିଛ କଥା କହିବାର ଗୋଟେ ଲିମିଟ ଥାଏ ଆଜ୍ଞା। ଆପଣ କରିନାହାନ୍ତି ତାହେଲେ ମୁଁ ଆପଣଙ୍କ ନମ୍ବର ପାଇଲି କେମିତି, କଲ୍ କରିଛି କାହିଁକି, ଆଉ ଆପଣଙ୍କୁ ମାନେ ଆପଣଙ୍କ ବିଷୟରେ କେମିତି ଦେଖ ଜାଣିଲି? ଗୋଟେ ଲାଷ୍ଟ ନମ୍ବର ନହେଲେ ଫାଷ୍ଟ ନମ୍ବର ଭୁଲ ଭାଲ ହେଇଯାଇଥିବ। ନାଇଁ ନାଇଁ ପୁରା 9900 ସବୁ ଠିକ ଠାକ ଅଛି। 9900 ସେଇଟା ବା ଛନ ଛନ ଆ ତାପରେ ଅଛି ମୋର। ହଁ ସେଇ ଛନ ଅଛି। ଛନ ଲାଷ୍ଟ ଛନ ଲଗେଇଛ କି? ହଁ ଛନ ତମେ କିଏ କହୁଛ କୁହ, ନହେଲେ ମୋ ମୁଣ୍ଡ ଖରାପ ହେଇଯିବ। ଆପଣ ମୋ ମୁଣ୍ଡ ଖରାପ କରନ୍ତୁନି। ଶୁଣନ୍ତୁ, ଆମ ସାର୍ ମତେ ବି କହିକି ଯାଇଛନ୍ତି, ଏ ପିଲାଠୁ ଆଜି ପଇସା ରଖିବୁ ଆଉ ତାକୁ ଆଜି ବି ଅନଲାଇନ ରେ ବାହାଘର କରେଇବୁ। ତେଣୁକରି ଯେହେତୁ ଅନଲାଇନ ରେଜିଷ୍ଟର କରିଛନ୍ତି, ଆପଣ ଆଜି ହିଁ ଆପଣ ବାହା ହେବେ ମୁଁ କିଛି ଜାଣିନି। ଏଇଠି ନହେଲେ ମନ୍ତ୍ର ପଢିଦେବି କହୁଛି। ମୋ ବୋଉକୁ ଫୋନ କରେ ଗୁଆ ଫୁଆ ବାଣ୍ଟୁ ବନ୍ଧୁବାନ୍ଧବ। ନାଇଁ ନାଇଁ ସେଗୁଡା କିଛି ଦରକାର ନାହିଁ। ଅନଲାଇନ ରେ ସେ ସବୁ କିଛି ଦରକାର ନାହିଁ। ଆପଣ ଜାଣିନାହାନ୍ତି ମୋଦି ମନା କରିଦେଇଛି ବାହାରକୁ, ଘର ବାହାରକୁ ସରି ଭେహిକିଲ ନେଇକି ଯିବନି ବୋଲି। ଜାଣିନାହାନ୍ତି ଆପଣ? ସବୁ ଏବେ ବା ଆଜି ଘରେ ଘରେ ହିଁ ସବୁ କିଛି ହେଇଯିବ ହେଲା। ହଉ। ତେଣୁକରି କିଏ କହିଲ ତମେ ମତେ ଆଉ ଏତେ କୋଶ୍ଚିନ୍ କରନି, ମୁଣ୍ଡ ଟେନସନ। ମୁଁ ଝରଣା ନାନୀ କହୁଛି। ଝରଣା ହଉ କି ନଦୀ ହୁଅ, ତମେ ସିଆଡେ ବହିଗଲ ମୋ ଆଡେ ବୁହ ନା ଆଉ। ମୁଁ କଣ କରିବି? ମୁଁ ଯେତେ କହୁଛି ସିଆଡେ ଯିବନି, ମୋ ଭାଗ୍ୟ ତ ଏଇଠି ଆଣି ଜୁଟଉଛି, ମୁଁ କଣ କରିବି? ତମେ ସେ ଭାଗ୍ୟ କପାଳ ଫାଟେଇ ଦିଅ। ତମେ ଆଉ ଇଆଡେ ବୁହ ନା ଝରଣା, ତମେ ସିଆଡେ ବୁହ କୁଆଡେ। ନାଇଁ ଦେଖ ବଡ ନଈ ଆଡେ କୁଆଡେ ବୁହ, ଏ ମହାନଦୀ ଆଡେ। ଶୁଣ 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 ମୋ ମ୍ୟାନେଜର ଯିଏ, ସେ ମତେ ଆଜି କହିଛି ଏଇ ନମ୍ବର ଟା କଲ୍ କରିବୁ, ଆଉ ଆଜି ତାକୁ ଅନଲାଇନ ବାହାଘର କରିକି ହିଁ ଛାଡିବୁ। ଛାଡିଲେ ମତେ 25% ମିଳିବ ପ୍ରମୋସନ। ତମ ପ୍ରମୋସନ ଲାଗି କଣ ମୋ ମୁଣ୍ଡ ଖାଇବ? ବାହା ହବାକୁ ପଡିବ ଆପଣଙ୍କୁ। ହଁ ଅନଲାଇନ। ଆପଣ କାହିଁ ରେଜିଷ୍ଟର କରୁଥିଲେ? ମୁଁ କହିଥିଲି ଆପଣଙ୍କୁ ରେଜିଷ୍ଟର କରନ୍ତୁ sadhri.com ରେ। ସେଗୁଡା କଣ ମୁଁ ଜାଣିନି, ଟୋଟାଲ ନେଟ ବାଲାନ୍ସ ପକେଇନି ବୋଧେ, ମୁଁ ବର୍ଷେ ତଳେ ପକେଇଥିଲି। ଆପଣ ତ ଆପଣ ଆର ବାପା ବର୍ଷ ନୂଆ ବର୍ଷ ବେଳେ ହାପି ନିୟର ଜଣେଇବା ପାଇଁ ମୁଁ ପକେଇଥିଲି ଜଣକୁ ନେଟ ବାଲାନ୍ସ, ଆଉ ପକେଇନି ତାପରେ। ଆପଣ ତ ବାପିନା ନା ବାପୁନା ଫୋନ ରେ sadhri.com ରେ ଅନଲାଇନ ରେଜିଷ୍ଟର କରିଦେଇଛନ୍ତି ଆପଣଙ୍କ ନାଁରେ, ଲିପୁନା ନାଁରେ। ଏବେ ମିଛ କଥା କହିକି ଫାଙ୍କୁଛନ୍ତି କାହିଁକି? ଆପଣ ବୁଝିପାରିବେନି ସେଗୁଡା, ସେ ବହୁତ ଲେନ୍ଦି, ସେ ପୁରା ଛନ୍ଦା ଛନ୍ଦି କଥା। ତମେ ଆଉ ଛନ୍ଦ ନା, ତମେ ସିଆଡେ କୁଆଡେ ଛନ୍ଦିଲ। ଯିଏ ନାତ ମାରୁଛି ତମେ, ମୁଁ ନାତ ମାରୁନି ନା, ମତେ ଛନ୍ଦନ। କଣ କାଶି କୁଶି ପକଉଛ, ହସି ହସି ପକଉଛ, କିଏ ଗୋଟା କଣ ଡାଟା ଦଉଛି। ଜୀବନ ମୋର 25 ବର୍ଷ ଚାକିରି ମାନେ ଚାକିରି ସମୟରେ ମୁଁ ଏମିତିଆ ଗ୍ରାହକ କେବେ ଦେଖିନଥିଲି। ମାନେ ଯିଏ କି ମାନେ ରେଜିଷ୍ଟର କରୁଛି, ଏବେ କହୁଛି ମୋର ନେଟ ହିଁ ନଥିଲା। ମାନେ ଏଡେ ମିଛୁଆ। ମାନେ ହଇରାଣ କାହିଁ କରୁଛନ୍ତି ଆପଣ ଆମକୁ? ଆଉ ମୋର ବାହା ହବାର ନାହିଁ, ବୁଝିଲ। କିଏ କହିଲା? ଆପଣ ବୋଉଙ୍କୁ ଫୋନ ଆଉ କଲେ। ବାହା ହେଇକି ଦି ଦିଟା ଛୁଆ ଥାଇକି ମାଗିନା ପଳେଇ ଯାଉଛି, ଆଉ ବାହା ହବା କଥା ଦୂରରେ ଥାଏ। ହେଇଲୋ ଏତେ କଥା କାହିଁ ଚିନ୍ତା କରୁଛନ୍ତି? ମୁଁ ବାସ୍ ଏଇ କଥା କହୁଛି, ଅନଲାଇନ ବାହାଘର କରିଦେବି, ତମେ ତମ ଘରେ ରହିବ, ସେ ତା ଘରେ ରହିବ। ଆଉ ବାହା ହେବି କାହିଁକି? ତମେ ତମ ଘରେ ରହିବ, ସେ ତା ଘରେ ରହିବ। ଖାଲି ଅନଲାଇନ ଆଉ ସିଏ ରେଜିଷ୍ଟର ଗୋଟେ ହବ। ଆ ସୁଭଦ୍ରା ଆଉ ପାଇବାର ଇଚ୍ଛା ନାହିଁ ବୋଧେ? ଏବେ ତ ସିଏ ଅଛି, ମୁଁ ତ ଅଛି, ଆଉ ତମେ ମୋ ମୁଣ୍ଡ କାଇଁ ଖାଉଛ? ଶୁଣ, ସୁଭଦ୍ରା ପାଇବନି ତାହେଲେ? ମୋ ସୁଭଦ୍ରା ଦରକାର ନାହିଁ। ଶୁଣ, ସୁଭଦ୍ରା 5,000 ଆସିଲେ ସୁଭଦ୍ରା ପାଇବା ଚକରରେ ମୁଣ୍ଡରେ ଗୋଟା ଯୋଉ କାଳିକି ଆଣିକି ବସେଇବି। କଣ କାହାକୁ? ମହାକାଳୀ। କାଳି। ଦୁର୍ଗା ପୁରା ଦୁର୍ଗା ଲକ୍ଷ୍ମୀ। ଚାଲିଯିବେ ଧନ ଗଳି ଗଳିକି ଯିବ।
ଜାଣିଛନ୍ତି? ହଁ ଛୋଟ ମୁହଁରେ ଆସିବ ପଇସା। ସେ ଆଖି ଖୋଲିଦେବେ ମାନେ ଖାଲି କିରଣରେ ମାନେ ଘର ସାରା ଖାଲି ଧନରତ୍ନ ପୁଡି ଉଠିବ। ମାନେ ଥରେ ତ ଅନଲାଇନ ବାହା ହେଇକି ଦେଖନ୍ତୁ। ହଉ ମୁଁ କରି ସଫା କରୁଛି। ସାର୍ ଶୁଣନ୍ତୁ, ଲିପୁନ ସାର୍ ଶୁଣନ୍ତୁ, ଥରେ ଅନଲାଇନ ନା ବାହା ହେଇକି ତମକୁ କିଏ କହିଲା? ତମେ ମୋ ମୁଣ୍ଡଟା ମୋ ନାଁ ଲିପୁନା। ଲିପୁନା ଆଉ କଣ ବାପୁନା? ନା ଆଉ କଣ ଦୀପୁନା? ବିଜୁ। ଆପଣଙ୍କର ପୁଣି ଆଗରୁ ଆରମ୍ଭରୁ ଭୁଲ କରିଛ, ତମେ ମତେ ମୋ ନମ୍ବର ମିଛ କିଏ ଗୋଟେ ପାଖରେ ଅଛି କେଞ୍ଚି ଦଉଛି କିଏ ଆଉ କେଞ୍ଚି ଦଉଛନ୍ତି? ମୁଁ ତ ଏଇଠି ଅଫିସ ରେ ବସିଛି ଏଠି ମାନେ କଣ ତମ ଆଉ ଅଫିସ ଟା କୋଉଠି କହିଲ? ଝିଂଝଟପୁର। ଆମ ଘର ହଉଛି ଅତି ପାଖପୁର ଜାଣିଛ? ଅତି ପାଖ? ଅତି ନିକଟପୁର ପାଖରେ। ଆପଣ ବି ଅନଲାଇନ ରେ ରେଜିଷ୍ଟର କରିଛନ୍ତି ମୁଁ ଜାଣିପାରୁଛି ଯେ ସେଇ ପାଖାପାଖି ଆଉ। ସେ ଅତି ନିକଟପୁର ପାଖରେ। ଆଚ୍ଛା ଅତି ପାଖପୁର ପାଖରେ ଅତି ପାଖପୁରରୁ 5 କିଲୋମିଟର ଦୂର ନିକଟପୁର। ଏଇଟା ହଁ ଏଇଟା କେତେ ବାଟ ହବ ମୁଁ ତ କହିପାରୁନି, କିନ୍ତୁ ଝିଂଝଟପୁର ପାଖାପାଖି ହବ ବୋଧେ ଆଉ ନା। ହଉ ଚାଲ ଆମ ଗୋଟେ ଭଲ ସମ୍ପର୍କ। ମୁଁ ଗୋଟେ କାମ କରୁନ ଏବେ ମନ୍ତ୍ର ପଢେଇଦେବି ବାହା ହେଇଯିବ। ନା ଆମ ଗାଁରେ ସିଙ୍ଗାନା ଅଛି ବାହାଘର କରିଦବ। ବିଛୁଆତି ଗୋତ୍ର ସେ ପଢେଇଦେବି କି? ଖରାପ ଭାବୁଛନ୍ତି? ବିଛୁଆତି ଗୋତ୍ର ଆମର। ବିଛୁଆତି ଗୋତ୍ର ନୁହଁ, ବିଛୁଆତି ଗୋତ୍ର ନ ହେଇଥିଲେ ଏତେ ଘଣ୍ଟା ହେଲାଣି ମତେ ଗପେଇଥାନ୍ତେ। ଆଉ ମୁଁ ତ ସେଇଆ କହୁଛି ଭାଇ, ମୋର କେହି ନାହାନ୍ତି। ମୋର ଯୋଉଟା ଅଛି ସେ ଗୋଟେ ରାବାଳି, ସେ ଜାଣିବ ମାନେ ମୋ ଗାଣ୍ଡି ଫଟେଇଦବ। ତମେ ଗୋଟେ କବି ହବ ବୁଝିଲ। ଲିପୁନା ମାନିନିଅ ତମେ ଶୁଣ ଟିକେ ପ୍ଲିଜ ଟିକେ ଶୁଣ। ଏମିତି ଛଟପଟ ହେଲେ ମୁଁ ଜମା ବାହାଘର କରିବିନି ଲାଷ୍ଟକୁ। ଛଟପଟ ନୁହଁ, ମୋ ମାଣ୍ଡୁ ଫୋନ କରିବା ସମୟ ହେଇଗଲା, ସିଏ ଯଦି କେତେବେଳେ କରିଦବ ମିସ୍ କଲ ସେଇଠୁ ମୋ ଗାଣ୍ଡି ଫଟେଇଦବ। ହଉ ଠିକ ଅଛି ମୁଁ ବୁଝିପାରୁନି, ତାହେଲେ ସିଆଡେ ମାଣ୍ଡୁ ତ ଥିଲା, ଇଆଡେ ଅନଲାଇନ ରେଜିଷ୍ଟ୍ରେସନ କାଇଁ କରୁଥିଲ? ଅଧିକା ପଇସା ହେଇଯାଇଛି ରିଚାର୍ଜ କରିକି ଏଇଆ ନାଟକ କରୁଛ। ଚାଉଳ ବିକିକି ରିଚାର୍ଜ କରୁଛ, ପୁଣି ଏପଟେ ରେଜିଷ୍ଟର କରୁଛ। ମୁଁ କାହିଁ କଲ କରି ମୋ ମୁଣ୍ଡ ଟାକୁ ଖରାପ କରି। ଚାଉଳ ମୋଦି ଦଉଛି ବିକିବା ପାଇଁ, ବିକ ତମେ ରିଚାର୍ଜ କରିକି ମୋବାଇଲ ଚଲାଅ। ଶୁଣ ଏତେ ସେତେ କଥା ନାଇଁ, ଆପଣଙ୍କ ମନେ କରନ୍ତୁ ଆପଣଙ୍କ ମୁଣ୍ଡରେ 3ଟି ଉଙ୍କୁଣି ଚାଲୁଛନ୍ତି। ଆଖି ବୁଝିକି ସେଇ 3ଟି ଉଙ୍କୁଣି ଭିତରୁ ଗୋଟିଏ ଉଙ୍କୁଣି ବାଛିବେ। ଯଦି ସେଇ ଉଙ୍କୁଣି ପେଟରେ ଯାହା ଲେଖା ହେଇଥିବ ସେଇ ଅନୁସାରେ ଆପଣଙ୍କ ବିବାହର ମନ୍ତ୍ର ବଢାଯିବ ହେଲା। ମନ କର। ମନେକର। ମୁଁ ପୁରା ନଣ୍ଡା ଟା, ମୋ ମୁଣ୍ଡରେ ଟୋଟାଲ ନାହିଁ। ତମ ମୁଣ୍ଡରେ ଯଦି ଅଛି ତମେ କୋଉଠି ବାଛି ବୁଛି କୋଉଠି ଖାଅ କି କଣ କରୁଛ କର, ସେ ଫୋନ କରିବ ମୋ ମୁଣ୍ଡ ଖରାପ ହେଇଗଲାଣି ତମେ ରଖ। ଶୁଣ ଠିକ ଅଛି ଆପଣ ଯଦି ଲଣ୍ଡା ତମେ କହୁ ଆଉ ଶୁଙ୍ଘାଅ ନା, ମୁଁ ବହୁତ ଶୁଙ୍ଘିଛି। ରାଗୁଛନ୍ତି କାଇଁ ଶୁଣୁନାହାନ୍ତି। ଦେଖ ରାଗିବା କଥା ନୁହଁ, ମିସ୍କଲ ଫିସ୍କଲ ହେଇଠି ହେଇଯିବ, ସେ କହିବ ମତେ ସ୍କ୍ରିନସଟ ଦେ, ମୁଁ କଣଟା ଦେବି? ଏଇଟା ମୋ ନାଁ ଲେଖିଦେବ ଝରଣା ମାଉସୀ। ଝରଣା ମାଉସୀ, ସେ ସେଠୁ ଝରଣାକୁ ଲଗେଇବ ତମ ନଦୀ ବୁଆଇ ଦବ। ହଁ ମୁଁ ହାତରେ ହଁ ବହୁଥିବ। ଶୁଣ ସେ ଯେତେବେଳେ ଫୋନ କରିବ ମୁଁ କଥା ହେଇଯିବି, ହଁ ନା ମୂଳରୁ ସେ ଫୋନ ନମ୍ବର ଦେଲେ ଗାଣ୍ଡି ଫଟେଇଦବ, ଆଉ ତମେ କଥା ହେଲେ ବୋଧେ ମତେ ଏଇଠୁ ଟୋଟାଲ କାଟିକି ଫୋପାଡି ପୁରା ଦବ ପୁରା। ବୁଢୀ ଶୁଣ ମୁଁ ପୁରା ବୁଢୀ ହେଇଯିବି ସେଇଟା ବୁଢୀ ହୁଅ କି ଝିଅ ହୁଅ, ଯାହା ହଉଛ ହୁଅ, ମୋ ମୁଣ୍ଡ ଖରାପ କରନି, ତମେ ରଖ ମୁଁ ଯିବି ଗୋଟେ ଜାଗାକୁ। ମାନେ ମୁଁ କଣ ପାଇଁ କଲ୍ କରିଛି ଆଜ୍ଞା କହିଲେ? ମତେ ଦେଖ ତମେ କଣ ପାଇଁ କରିଛ ସେଇଟା ତମେ ଜାଣିଥିବ, ତମ ବନ୍ଧୁବାନ୍ଧବ କିଏ ଜାଣିଥିବ, ତମେ ଆଉ କାହା ମୁଣ୍ଡ ଖାଅ ବରଂ ମୋ ମୁଣ୍ଡ ଖାଅନି। ମୋ ମୁଣ୍ଡ ବି ଖରାପ କରୁନି। ଦୀପୁନି ନା ମୋ ଜେଜେ ବି ଏମିତି ଡାକିନଥିଲା କୋଉଦିନ। ଆପଣଙ୍କ ଜେଜେଙ୍କୁ ଫୋନ ଦେଲେ। ମୁଁ ବା କହୁଛି ବାହାରେ ଅଛି, ମୁଁ ଘରେ ନାହିଁ। ଆଉ କୋଉଠି ଅଛନ୍ତି ଆପଣ? ବାହାରେ ଭୁବନେଶ୍ୱର କୋଉ ଭୁବନେଶ୍ୱରରେ। ଆଚ୍ଛା ଭୁବନେଶ୍ୱରରେ କଣ କରୁଛନ୍ତି ବା? ଭୁବନେଶ୍ୱରରେ BMC ନୁହଁ, ସକାଳୁ ଯୋଉ ଝାଡୁ ମାରନ୍ତି। ହୁଁ। ସେଇ ଝାଡୁ ଫାଡୁ ମାରୁଛି ଆଉ। ହଁ କାହିଁ ଏଥର ତ ରେଜିଷ୍ଟ୍ରେସନ କରିନାହାନ୍ତି ତ। ସେଇଟା କଣ କରିହବ, ସେଇଟା ଲେଖା ହେଇଛି BMC ସର୍ଟକଟ ରେ। ମୁଁ ଭାବୁଛି ଆପଣ ଏଇ ଯୋଉ ଫାଇନାନ୍ସ ରେ ଜବ କରୁଛନ୍ତି, ସବୁ ନଥାନ୍ତି BM DM, ମୁଁ ସେଇଥିରୁ ଗୋଟେ ଓହୋ ଭାବିଦେଇଛି ଆଉ। ନା ମୁଁ ଏ BMC। ଶୁଣନ୍ତୁ ଏତେ ସେତେ କଥା କୁହନ୍ତୁ ନାଇଁ। ଆପଣ ଅନଲାଇନ ରେଜିଷ୍ଟ୍ରେସନ କରିନଥିଲେ, ସତ କହିଲେ ଆପଣ ଛାତି ଉପରେ ହାତ ଥୋଇ କହିଲେ, ମିଛ କଥା ଏବେ କାହିଁ କହୁଛନ୍ତି?
ମୋ ଛାତି ହାତ ପାଉନି, ମୋ ଛାତି ରଖିଲେ କହିବି। ତମେ ଯୋଉଠି ରଖିଛ ରଖ, ମୁଁ ଯାହାକୁ ଆଣିକି ରଖିବ ମୁଁ ତା ମୁଣ୍ଡରେ ହାତ ଦେଇ କହିଦେବି ମୁଁ ସେଗୁଡା କିଛି ଜାଣିନି, ମୋର ବାହା ହବାକୁ ବୟସ ହେଇନି। ମାନେ ମୂଳରୁ 18 ବର୍ଷ ଆଉ 16 ବର୍ଷ 16 ପୂଜା ଯାଇନି ଆଉ ବାହା ହଉଛି। ତାହେଲେ ଅନଲାଇନ ରେଜିଷ୍ଟ୍ରେସନ କାଇଁ କରୁଥିଲ ବା? କେତେ ଥର ପଚାରିବି? କେଇଥର କହିବି? ଏମିତି କଣ ତମେ କିଏ କହିଲ ଚିହ୍ନା ପରିଚୟ ହେଇଥିବ ବୋଲି ଏମିତି ପାଚୁର ହେଇ ଗପୁଛ। ପୁଅ କିଏ ରଖ ତମେ ଯାହା କରୁଛ କର। ଯାହା କରୁଛ କଣ? କାମ ଫାମ ନାହିଁ ବୋଧେ? ଶୁଣ, ମୁଁ ବେଶୀ କିଛି କହିବାକୁ ଚାହୁଁନି। କାମ ଅଛି ନା ନାଇଁ କହିଲ? ହଁ ଅଛି ନା, ମୁଁ ଆଗ ଆପଣଙ୍କ ହାତକୁ 2 ହାତ କରିଦିଏ, ମୁଁ ଅନଲାଇନ ରେଜିଷ୍ଟ୍ରେସନ ବାହାଘର ଗୋଟେ ମୋର ବା 2 ହାତ ଅଛି, ମୁଁ ଯୋଡି ସାଇଲିଣି, ଆଉ କଣ ଦରକାର? ନାଇଁ ସେ ଆଉ ତମର ଗୋଟେ ହାତ, ସିଏ ଆଉ ଜଣଙ୍କର ଗୋଟେ ହାତ। ଆଉ ଜଣ ବା ଯୋଡା ହେଇକି ଅଛି ବହୁ କାଳରୁ। କୋଉ କାଳରୁ କଣ? ସିଏ ଥାଉ। ତମେ ଷ୍ଟୋରି ଲମ୍ବା ଷ୍ଟୋରି ତମେ ଜାଣିନ, ଜାଣିଲେ ମୁଣ୍ଡରେ ହାତ ଦବ, ତମେ ମୁଣ୍ଡ ଖରାପ କରନି। ନାଇଁ ମୁଁ ସେଇ ପାଗଳା କରିଦବ ସିଏ ଯଦି ଫୋନ ଫାନ କଲା ମୋ ଗାଣ୍ଡି ପଟେଇଦବ, ତମେ ଜାଣିନ କିଛି। ତାକୁ କହିବି 2ଟା କୁରିମ ବଟିକା ଖୁଆଇଦବ ତମକୁ। କାଇଁ ମୁଁ କଣ କୁରିମି ହେଇଛି? କିଏ? ଶୁଣ, ହ୍ୟାଲୋ। ତୁ କଲେ ଦେଖେ ତମ ଗାଣ୍ଡି ମନ୍ଦାର ଦେଖନି, ତୁ କଲ ଦେଖନି, ମୁଁ ଧଲା ପଡିଯିବି। ତୁ କଲ ଦେଖନି। ଆଉ ତାହେଲେ କିଏ କହୁଛ କୁହ, ଚିହ୍ନା ଦିଅ, ନହେଲେ ନ ଚିହ୍ନା ଦବ ଭାଇ ଫୋନ ରଖ। ମୁଁ ଝଲନା। ଝରଣା ହଉ କି ନଦୀ ହଉଛି ହଉଛି। ତମେ ସେଇ ଆକାଶ ନା? ନା ଏଇ ନା ମୁଁ ଆକାଶ, ଧୃତତାରା। ଏଇ ଆକାଶ। କିଏ କୁହ, ମୁଁ କାନ୍ଦି ପକେଇବି। ଏ ପୃଥିବୀ, ତମେ ଆମ ବାପୁନାକୁ ଦେଖିଛ? ବାପୁନା ନା? ତମେ ଆମ ବାପୁନା ଭାଇ ଲିପୁନା କୁ ଦେଖିଛ? ଗଞ୍ଜେଇ ଟାଣିବାକୁ ଯାଇଥିଲା। ଗଞ୍ଜେଇ କଣ ବୁଢା? ବ୍ୟାକଗ୍ରାଉଣ୍ଡରେ ଗୋଟେ ଗୀତ ବାଜିଅନ୍ତା ଏଇଠି। ଟାଣିନି ଟାଣିନି ସେ ଗଞ୍ଜେଇ ଟାଣିନି। ପକେଇ ଦେଇଛନ୍ତି ବାକାଡି ପାକାଡି। ନାଇଁ, ଆପଣ ବାହା ହେବେ ନା ନାଇଁ କହିଲେ? ମାଲ ଫାଲ ପିଇ ଦେଇଛ ବୋଧେ, ମୁଣ୍ଡ ଫୁଣ୍ଡ ପାଗଳା ହେଇଗଲାଣି। ମୁଁ ମାଲ ପିଏନି। ଥଣ୍ଡା ପାଣି ଟିକେ ପିଇକି ଶୁଅ। ଶୁଣ, ଦୀନବନ୍ଧୁ, ଦୀନବନ୍ଧୁ। କେତେ ପ୍ରକାର ନାଁ ହେଲାଣି, ଆଉ ତମେ କାହାକୁ ବାହା ହବ? ତମେ ଦୀନବନ୍ଧୁ, କୃପା ସିନ୍ଧୁ। ଶୁଣ ଦୀନବନ୍ଧୁ, ଦୀନବନ୍ଧୁ, ଏଇ ଦୀନବନ୍ଧୁ। ତମେ ବାହା ହେଇକି ଘରକୁ ଆଇଲା ବେଳକୁ ମୋ ନାଁ ପଚରା ହେଇଯାଇଥିବ। ଏଠି 20ଟା ନାଁ ଉପରେ ହେଲାଣି। ଏ ଦୀନବନ୍ଧୁ, ବିଦେଶୀ ମଦ ବୋତଲ ଗୋଟେ ଦେବି ତମକୁ, ତମେ ପିଇ ପାରିବ? କୁହ ମୋ ଦେଖ, ମୋ ମୁଣ୍ଡ ଖାଆନି, ଫୋନ ରଖିଲ। ମୁଣ୍ଡ ମୁଁ ଟେନସନ କଣ କିଏ କହିବ କୁହ, ନହେଲେ ନାଇଁ ରଖ। ଦୀନବନ୍ଧୁ, 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 ହେଇ ଆଇଲା। ହାଲୋ। ଭଉଣୀ କିଏ କହିଲ, ମୋ ମୁଣ୍ଡ ଖାଆନି ଏଠୁ। ଲିପୁନା ଭାଇ, ତମେ ମୋ ଫୋନ କାଟିଦେଲ, ମୁଁ ଯାଉଛି ମୋ ବୋଉକୁ କହିଦେବି। କିଏ କହିଲ ସତ? ତମେ କାଇଁ କୁହ, ମୋ ଫୋନ କାଇଁ କାଟିଲ କୁହ, ମୋ ବୋଉକୁ କହିଦେବି ଏବେ। ତମେ ସାଙ୍ଗ ହଉନି। କିଏ କୁହ ସତରେ, ମୁଣ୍ଡ ଜମା ଗରମ କରନି ଏଠୁ। ଲିପୁନା ଭାଇ ସୁଧି ବାହାରିବ ସେଠୁ ମୁଁ ଶାନ୍ତ ହେଇକି ବସିଲାଣି। କଣ କହିଲ, ଅଶାନ୍ତ କରନି। କଣ କହିଲ, ସୋଦା ସୋଦି। ହଁ, ତମେ ଗୋଟେ ଝିଅକୁ ସୋଦି ପାରିବ? ମୁଁ ତମକୁ ଅଭଦ୍ର କଥା କହୁଛି କୁହ? ଅଭଦ୍ର କଥା ନ କହିଲେ ମୋ ମୁଣ୍ଡ ଗରମ ହେଇଗଲାଣି ଇଆଡେ ତମ ଫୋନ କରିକି। ଘଣ୍ଟା ଏଇନା ଶୋଇଥିଲେ କେତେ କଥା, ମଶା ଇଆଡେ କାମୁଡି ପଡୁଛି, ଇଏ ମୁଣ୍ଡ ଖରାପ କରୁଛି। ହ୍ୟାଲୋ। ହୁଁ। ହଁ, ଆକ୍ଚୁଆଲି କଥା କଣ କି, ଆକ୍ଚୁଆଲି ଏଇଟା ଗୋଟେ ପ୍ରାଙ୍କ ହଉଥିଲା ଆପଣଙ୍କ ସାଙ୍ଗରେ, ଓକେ। ତମେ କଣ କଣ୍ଢେଇ ଆଖିରେ ଲୁହ ଫିଲିଙ୍ଗ କରୁଥିଲ କି? କଥା କହୁଛି ଇଏ ହଉଛି। ତମେ ଯାଅ ଆଗେ ହାଟରେ ମୁଆଁ ଗଡେଇକି ଖାଇକି ପାଟି ଖୋଲ, ତାପରେ କଲ୍ କରିବ। କଥା କହୁଛି ଇଏ ପଠା ନା ପଣସ କଠା। ଶୁଣ ଭାଇ ସରି, ଯାହା ବି ଭୁଲ ଭାଲ କହିଦେଇଥିବି ଯଦି ମଝିରେ କିଛି ବି। ଆକ୍ଚୁଆଲି ଏଇଟା ଗୋଟେ ପ୍ରାଙ୍କ କଲ ଥିଲା ହେଲା।
କିଏ ଦେଇଥିଲା ନମ୍ବର କହିଲ ପ୍ରାଙ୍କ କଲ ଯେ ନମ୍ବର କିଏ ଦେଇଥିଲା କଣ ଫୁସଫାସ ହେଇଯାଉଛ ସିଆଡେ ଗୁପ ଗପ ହେଇକି ମୁଁ ନାଇଁ ନାଇଁ ମୁଁ ସାଉଣ୍ଡ ଲାଉଡ ସ୍ପିକର ଦେଇ ଦଉଛି କଥା ହେଇଯାଅ ହେଲା ଯିଏ ନମ୍ବର ଦେଇଥିଲେ। ହ୍ୟାଲୋ ହଁ ଭାଇ ନମସ୍କାର। କିଏ କହିଲ ସେ ଧଳୁ ସେ ଭଉଣୀ ଜଣେ ସେ ପ୍ରାଙ୍କ କଲ କରିଥିଲେ କରନ୍ତି ତ ମୁଁ ସେଥିପାଇଁ ନମ୍ବରଟା ତୋର ଦେଇଥିଲି ତୋ ଉପରେ ଟିକେ ପ୍ରାଙ୍କ କଲ କରିବାକୁ। ହ୍ୟାଲୋ ମୁଣ୍ଡ ଖରାପ ହେଇଗଲା।